ଜୟ ଜଗନ୍ନାଥ ଫ୍ରେଣ୍ଡସ୍, ଆସିଗଲା ଗୋଟେ ନୂଆ ଭିଡ଼ିଓରେ। ତ ଆଜି ସକାଳେ ମୁଁ ଠାକୁର ପୂଜା ସାରି ଘରର ସବୁ କାମ ସାରି ରୋଷେଇ ସାରି ଖାଇକି ରେଷ୍ଟ ନେଇ ଏବେ ମୁଁ ବାହାରୁଛି ଯିବା ପାଇଁ, କାହିଁକିନା ମୋର ଗୋଟେ ମେକଅପ୍ କଲ୍ ଥିଲା ରିସେପସନ୍ କଲ୍। ତ ମୁଁ ବାହାରିକି ଏବେ ଯାଉଛି। ଆସିକି କ୍ଲାଏଣ୍ଟଙ୍କ ଘରେ ପହଞ୍ଚିଗଲି। ତାଙ୍କ ଡେକୋରେସନ୍ଟା ମୋତେ ବହୁତ ଭଲ ଲାଗିଲା ଆଉ ୟୁନିକ୍ ବି ଲାଗିଲା। ତାପରେ ଆସିକି ବ୍ରାଇଡ଼ଙ୍କ ରୁମ୍ କରି ଦେଖେ ତ ସେ ତାଙ୍କର ବାହାରିକି ଅଲରେଡ଼ି ବସିଛନ୍ତି। ଫାର୍ଷ୍ଟ ଟାଇମ୍ ବୋଧେ ମୁଁ ଆସିବା ପୂର୍ବରୁ ସେ ରେଡ଼ି ହେଇକି ବସିଛନ୍ତି କ'ଣ ନେବେ ବୋଲି। ତାପରେ ତାଙ୍କ ଡିମାଣ୍ଡ ଥିଲା କି ମୋତେ ଆଇ ମେକଅପ୍ ସିମ୍ପଲ୍ ଆଉ ଲିପଷ୍ଟିକ୍ ଟିକେ ଡାର୍କ ଦରକାର। ତ ମୁଁ ସେଇ ଟାଇପ୍ର କାମଟା କରିଛି। ଲାଷ୍ଟରେ ଦେଖିବେ ମେକଅପ୍ ମୋର କେମିତି ହେଇଛି ନିଶ୍ଚୟ କମେଣ୍ଟରେ ଜଣାଇବେ। ଆଉ ତାଙ୍କୁ ମୁଁ ଜଣାଇ ନଥିଲି ଆପଣ କେଉଁ ଫୁଲ ଆଣିବେ କ'ଣ ଆଣିବେ, ବେଶୀ ତାଙ୍କ ସାଙ୍ଗେ ମୁଁ ଟିକେ କଥା ହେଇନଥିଲି। କିନ୍ତୁ ଗୋଟେ ଜିନିଷ ଖୁସି ଲାଗିଲା, ବହୁତ କଷ୍ଟମର୍ ଅଛନ୍ତି ମୁଁ ତାଙ୍କୁ କହିଲା ପରେ ବି ସେ ବେଶୀ କିଛି ଫୁଲ ଆଣନ୍ତିନି, କିନ୍ତୁ ମୁଁ ତାଙ୍କୁ କହିନି ସେ ଏତେ ସୁନ୍ଦର ଫୁଲ ଆଣିଛନ୍ତି। ଆଉ ଜିପ୍ସି ଏତେ ଆଣିଥିଲେ ଯେ ଫାର୍ଷ୍ଟ ଟାଇମ୍ ବୋଧେ ମୋ ଲାଇଫ୍ରେ ମୁଁ ଏତେ ଜିପ୍ସିରେ କାମ କରୁଛି। ଆଉ ମୋତେ ବହୁତ ଖୁସି ଲାଗିଲା। ହେୟାର ଷ୍ଟାଇଲ୍ଟା ବି ମୋତେ ବହୁତ ଭଲ ଲାଗିଲା। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣାଇବେ। ମୋତେ ଲାଗିଲା ଯେମିତି ଜିପ୍ସିର ବୁକେଟା ମୁଁ ତାଙ୍କ ମୁଣ୍ଡରେ ନେଇକି ରଖିଦେଇଛି। ସେ ଯାହା ବି ହଉ ମୋତେ ବହୁତ ଭଲ ଲାଗିଲା। ବ୍ରାଇଟ୍ ବି ଖୁସି ଥିଲେ ଆଉ ତାଙ୍କ ମେକଅପ୍ ବି ମୋର ବହୁତ ଭଲ ଲାଗିଲା। ଆଉ ସେ ଲାଷ୍ଟ କମେଣ୍ଟରେ ବି ଜଣାଇବେ, କିନ୍ତୁ ତାଙ୍କ ଭଏସ୍ଟା ଆସିବନି, ତଥାପି ମୁଁ ଆଗୁଆ କହିଦେଉଛି ତାଙ୍କ ମେକଅପ୍ ଯେମିତି ଦରକାର ଥିଲା ମୁଁ ସେମିତି ଦେଇଛି। ଆଉ ବ୍ରାଇଟ୍ ଆମର ସେମିତିରେ ବି ସୁନ୍ଦର ଥିଲେ, ମୁଁ ବି ତାଙ୍କୁ ଆଉ ଟିକେ ସୁନ୍ଦର କରିବାକୁ ଟ୍ରାଏ କଲି। ଆଉ ନିଶ୍ଚୟ ଆପଣମାନେ ବି ଜଣାଇବେ କେମିତି ଲାଗିଲା ମେକଅପ୍ଟା। ଆଉ ତାଙ୍କ ଜୁଏଲାରୀ ମୋତେ ବହୁତ ଭଲ ଲାଗିଲା। ସେ ସବୁ ଗୋଲ୍ଡର ପିନ୍ଧିଥିଲେ। ଆଉ ସବୁବେଳେ ତ କହିବି, ଆଉ ଥରେ ବି କହୁଛି, ଗୋଟେ ଝିଅ ସୁନ୍ଦର ଦେଖାଯିବାକୁ ହେଲେ ବେଶୀ ଇମ୍ପୋର୍ଟାନ୍ସ ହେଉଛି ତା'ର ଶାଢ଼ୀ, ଜୁଏଲାରୀ, ଏସବୁ ଜିନିଷ ତାକୁ ବହୁତ ସୁନ୍ଦର କରେ ମେକଅପ୍ଟାକୁ। ଆଉ ସେଇଟା ସବୁ କଷ୍ଟମର୍ ବୁଝିବା ଦରକାର। ଆଉ ତାଙ୍କ ମେକଅପ୍ଟା ତ ମୋତେ ବହୁତ ଭଲ ଲାଗିଲା। ଆପଣମାନେ ନିଶ୍ଚୟ ଜଣାଇବେ କମେଣ୍ଟରେ। ତାଙ୍କ ମେକଅପ୍ ସରିଲା ପରେ ତାଙ୍କ ନଣନ୍ଦ ଆଉ ଗୋଟେ ଭାଉଜ ସେ ପାର୍ଟି ମେକଅପ୍ ନେବେ ବୋଲି କହିଲେ, କାହିଁକିନା ସେ ମୋତେ ଆଗରୁ କହିନଥିଲେ। ତ ମୁଁ ପ୍ରିପାରେସନ୍ ବି କରିକି ଆସିନଥିଲି। ତ ଯାହା ବି ହଉ ମୁଁ ଟ୍ରାଏ କଲି ମୋ ବେଷ୍ଟ ଦେବା ପାଇଁ ସେଇ ଅଳ୍ପ ସମୟ ଭିତରେ। ତାପରେ ସେ କହୁଥିଲେ ଖାଇକି ଯିବା ପାଇଁ, ମୁଁ ଖାଇଲିନି। ଏବେ ମୁଁ ଘରକୁ ଯାଉଛି। ବାଏ।